धीरे कहरे मोर टिकी चंदन हाँ केते बसी छंदी मोर पंडित श्रेणी हाँ आनंद रे सुनिबे तो कोकिल बाणी हाँ आउ कह सबु मन जानी आहो देवता हाँ मनटा गुनियो किणी तोरा भाई मामू मोर के कट कट जाउछि गड़ी गो सगड़ गाड़ी धन नाई दे मुह के मोड़ी गो सगड़ गाड़ी शुणी मन को दे कहानी भाई आज शुणी भी एठारे मन को दे गो कहानी भाई सगड़ गाड़ी के कट कट जाउछि गाड़ी गड़ी ना गाड़ी के कट कट जाउछि गड़ी गड़ी हां सगड़ गाड़ी सगुटा के हेदिला हां सेला कहबे नी कहून ए कोन सेटा गोलिया बसवे लागि बाप के कट ठारू खइयो जाए गणिता मा छिन्न मस्तका पट बिट फिरे उड़े पतका मा छिन्न मस्तका हाँ सुंदर गार कमल पयरे मालो तोर अलता धार एमा कमल पयरे मालो तोर अलता धार एमा बसिछु बाटरे मौन होई दुखींकर दुख बुझिबा पाई बसिछु बाटरे मौन होई दुखींकर दुख बुझिबा पाई बोलाउछु सारा भुवन माता मा छिन्न मस्तका मालो बट बिट फिरे उड़े पतका मा छिन्न मस्तका हाँ किए सगड़ गाड़ी रे पुणी गला को बेलर हाँ एक चक्र नगर पुणी मिलिले पंच भाई हाँ पंच पांडव कथा सुनिब मन देई हाँ गला बेले जा घरे पुणी भड़ारे अछंदी हाँ पांडव पांच भाई पुणी देवी कुंती हाँ आउ से दिन राति रे ब्राह्मणी पुणी कांदु अछि हाँ बकासुर पाली पुणी तो पड़ी अछि हाँ गोटिए मनीष हले बलद पिठा पणा सगड़ टेने बजे आज असुर खाऊची से दिन तार पाली गोटिए मात्र तार गलार माली ब्राह्मणी कांदी तार शुणी देले कुंती निकट गुमा पुणी गले धीरे धीरे कुंती पचारिले कहलो भौणी ए काहे के कांदुछु राति अधरे पुणी ब्राह्मणी कहिला काली बकासुर पाली सगड़े मंडा पुणी खाइब बोली हलटे बलद एक मनुष्य नेब बकासुर ताहाको पुणी खाइदब कुंती कहिले न डर मो पुओ जीव पुणी बकासुर बासर हलटे बलद पुणी गोटे मनीष
ମୋର ପାଞ୍ଚଟା ପୁଅର ଗୋଟେ ପୁଅ ମାନେ ଗୋଟେ ଚାରିଟା ରହିବେ ଅପାଲୋ ହଁ ଅପା କିଏ ଅପା? ମୁଁ ବାବୁଣିଆଣି ହଁ ହଁ ତମେ ମୁଁ କୁନ୍ତି ଅପାଲୋ ହଁ, ମତେ ଡର ନାଉଛି ମୋର ଦେଖ ଗୋଟେ ପୁଅ ଏତେ ଅସୁର ଖାଇ ମୋ ପୁଅଟାକୁ ପଠେଇବି ତୋ ପୁଅ ରଖେ ସତ କହୁଛୁ ହଁ, ହଁ। କେତେ ଟଙ୍କା ନବୁ କେତେ ଟଙ୍କା ନାହିଁ ମାଳିଆ ମୋ ପୁଅ ଯାଉ ଆଜ୍ଞା ସେଦିନ ଭୀମସେନକୁ କହିଲେ କୁନ୍ତିମା ହଇରେ ବ୍ରାହ୍ମଣଙ୍କର ପାଳି ପଡିଛି ବକାସୁର ପାଳି ହଁ ହଳଟେ ବଳଦ ଶଗଡ଼ଟେ ମଣ୍ଡା କାକରା ପିଠା ହଁ ହଁ ପଣା ମଧ୍ୟ ମିଳୁଛି ଭୀମ ତ ଆଗେ କେତେ ଦିନ ହେଲା ଖାଇ ନଥିଲା ହଁ କହିଲା ମା ବୋପା ହଁ ମା ବୋପା ଯିବୁ କି ରେ ଯିବି ମା ଯୋଉ ସବୁଟେ ମଣ୍ଡା ଖାଉ ହଁ ବୋପା ଆହୁରି ପଣା ହଁ ଯିବୁ ଆରେ ବାପ ମାର ମନ କଥା ଶୁଣିଦେଲା ଶଗଡ଼ ଉପରେ ବସିଲା ଏ ଭୀମସେନ ତ ଏଡେ ବଡ ଭେଣ୍ଡା ହେଇଛି ଆଜ୍ଞା ଏ ଶଗଡ଼ଟେ ମଣ୍ଡା ଗୋରୁ ହଳୁଟେ ମଣିଷ କାକରା କନ୍ଦପଣା ଆରେ କେ କଟ କଟ ଯାଉଛି ଗାଡ଼ି ଶଗଡ଼ ଗାଡ଼ି କେ କଟ କଟ ଯାଉଛେ ଗାଡ଼ି ମୋ ଶଗଡ଼ ଗାଡ଼ି ମାମୁଁ ଏମିତି କହିଲେ ହୋଇବ ନାହିଁ ଏମିତି କହିଲେ ହୋଇବ ନାହିଁ ଆଉ କେଉଁ ପରିଥିଲେ ଦିଅନ୍ତୁ କହି ଗୋ ମାମୁଲ ମୋର ଆଜି ବୁଝାଇ କହିବ ଏଇ ସଭାର ଗୋ ମାମୁଲ ମୋର ମାମୁଁ ସବୁଟା କିଏ ହେଇଥିବ ତା ନା ତିନି ଅକ୍ଷର ଥିବ ହେଲା ବାପ ଏଇଟା ଗୋଟେ କେ କଟ କଟ କରି ଭୀମସେନ ଶଗଡ଼ଟେ ମଣ୍ଡା ନେଇ ବକାସୁର ପାଖରେ ପହଞ୍ଚି ହଁ ଗଲାବେଳେ ଭୀମ କହିଲା ଖାଇବ ତ ଖାଇବ ହଁ ଏ ବାଟରେ ସବୁ ଯାକ ଚଲେଇ ଦେଇଛି ହଁ ଏ ବାଟ ଯାକ ଖାଇ ଖାଇ ଭୀମସେନ ଗଲାବେଳେ ହଁ ହଁ ଆଉ ଅଳ୍ପ ଅଛି କି ନାହିଁ ଅସୁର ପାଖରେ ପହଞ୍ଚିଲା ବେଳେ ଆଉ ଯେତିକି ବଳ ଯା ସେ ଭିଡ଼ି ଦେଲା ହଁ ଗଲା କିଏ କଣ ଏତେ ସମୟ ଆଣିନି ଏ କେ କଟ ମାନେ ଏତେ ବୋଝେଇ କରି ନେଇଥିଲା ଭୀମସେନ ଆଚ୍ଛା ଏ ବଣ୍ଡାଖିଆ ଅସୁର ଯୋଉ କହନ୍ତି ବକାସୁରକୁ ମାରି ଏ କେ କଟ କଟ ଶଗଡ଼ ଗାଡ଼ି ସହିତ ବାଉଡେଇକି ଆଣିଥିଲା ହଁ ଏଇଟା ହଉନି ହଉନି ଆଉ ଗୋଟେ କହୁ ଶୁଣ କହୁନ ଆରେ ଦ୍ୱାପର ଯୁଗରେ ସେ ଦେବତା ନାରାୟଣ ମଥୁରା କଟକରେ ମୋ ପ୍ରଭୁ ହେଲେ ଜନ୍ମ ଗୋପରେ ପାଳନ ହେଉଇଲେ ଶ୍ରୀହରି ହେ ଗାୟକ ମଣ୍ଡନ ଶୁଣିବ କର୍ଣ୍ଣ ଡେରି ଗୋପନ ଗରେ ହରି ବିରାଜମାନ କଲେ ତୃଣାବତ ନାମରେ ଅସୁର ଏକ ଚାଲେ ଠିକ ଶକଟାସୁର ବୋଲି ତାହାର ନାମ ଶକଟାସୁର ବୋଲି ତାହାର ନାମ ଗୋପ ଭୁବନେ ମିଳିଗଲା ତକ୍ଷଣ କୃଷ୍ଣ ପିଲା ଲୋକ ଖେଳିବା ବେଳକୁ ଶକଟ ରୂପ ଧରିଲା ଦେଖୁ ଦେଖୁ ସେ ଶକଟାସୁର ପାଦ ମାରି ନାରାୟଣ କରିଦେଲେ ଚୁର କେ କଟ କଟ ହେଲା ସେ ଶକଟାସୁର ହରିଙ୍କ ହାତେ ମରିଗଲା ଯମପୁର ଏଇଟା ଲେଖିଦେଲା ଭାଗବତରେ କହ ବାପ ମନ କି ହେ ପାଉଛି ଥରେ ଆଜ୍ଞା ଯାହା କହିଗଲ ହେ ପାଇଗଲା ମନ ଆଜ୍ଞା ଯାହା କହିଗଲ ହେ ପାଇଗଲା ମନ ଆଉ ଗୋଟେ ପ୍ରଶ୍ନରେ ବଳିଛି ମନ